ରାଜିଙ୍ଗ ଗ୍ରାମରେ ବାର୍ଷିକ ମାଘ ମେଳା ଉତ୍ସବ ପାଳିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ରାଜିଙ୍ଗ ଗ୍ରାମରେ ମାଘ ମେଳା ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା 6 ଘଟିକାରେ ହୋମଯଜ୍ଞ ହୋଇ ସୋମବାର ସକାଳ 5 ଘଟିକାରେ ପୂର୍ଣ୍ଣାହୁତି ପଡ଼ିଥିଲା। କର୍ତ୍ତା ଭାବେ ପ୍ରଶାନ୍ତ ସାଏ, ଧର୍ମପତ୍ନୀ ତପସ୍ୱିନୀ ସାଏ କାର୍ଯ୍ୟନିର୍ବାହ କରିଥିଲେ। ପୂଜକଙ୍କ ମନ୍ତ୍ରପାଠରେ ଗାଁ ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା। ଏଥିରେ 22 ଦଳ ନାମ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଏହାକୁ ଗ୍ରାମ ସଭାପତି ଦିଲ୍ଲୀପ ନାୟକ, ସମ୍ପାଦକ ସନ୍ତୋଷ ସିଂ ନେତୃତ୍ୱରେ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି। ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଏହାକୁ ସାଜସଜ୍ଜା, ଆଲୋକ ତୋରଣ ଓ ସାଉଣ୍ଡ ଦାୟିତ୍ୱରେ ଥିଲେ ସୁରତ ସିଂ। ଅନୁଗୁଳ ଜିଲ୍ଲାର ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକ, ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।